आई ମୋ ପାଇଁ 5ଟା 11ଟା ବରା ଦେ। ପାଟି ବଡ଼ ପେଟ କାହିଁକି ଆମ ପେଟ ଛୋଟ ହବ? ଦେଖ ଆମ ଘରକୁ ଅବିକା ଦହିବରା ଆସିଯାଇଛି। ଦହିବରା ଖାଇବୁ ଦହିବରା। ଦାଦିଙ୍କ ପାଇଁ ଏଇଗୁଟାକୁ ଏଇଗୁଡ଼ା ରଖିଦେବା। ଏଇଟା ମୁଁ ଖାଇଦେଉଛି। ଆପଣ ମାନେ ଗୁଡ୍ ମର୍ଣ୍ଣିଂ ସକାଳର ନ୍ୟୁ ବ୍ଲଗ୍ ସ୍ୱାଗତ। ସକାଳୁ ବହୁତ କାମ ଆକ୍ଚୁଆଲି ହେଇଗଲାଣି। ଆଉ ଏଇଠି ବସିଥିଲି ପଖାଳ ଖାଇବା ପାଇଁ ଶାଗ ଆଣିଥିଲି ବାଇରୁ ସଜନା ଶାଗ ଜାଣିଥିବେ ତ ଏଇନା ସିଜିନି ପୁରା ଗଛରେ ଲହକୁଥିବ। ଆଉ ସଜନା ଶାଗ ଭଜା ହେଇକି ପଖାଳ ଟିକେ ଖିଆ ହେଇଥାନ୍ତା କିନ୍ତୁ ଭାଇ ଏବେ ନେଇକି ଆସିଲେ ଏଠି କ'ଣ ଦହିବରା। ଆଉ ଦହିବରା ଏଇନା ଖାଇଲେ କ'ଣ ପଖାଳ ଖିଆ ହବ ଲେଟ୍ ହବ। ଆଜି ଲେଟ୍ରେ ବି ରୋଷେଇ ପଖାଳ ଅଛି ଖାଇସାରନ୍ତୁ ତାପରେ ଯାହା ହବ। ଭାଇ ତାଙ୍କର ଖାଇ ଦେଇକି ଆସିଛନ୍ତି ଆଉ ଗୋଟେ ପାର୍ସଲ ନେଇ ଆଉ ଆମ ତ ଘରେ ଚାରି ମୋ ପ୍ରାଣୀ ବାପା ହେଲା ନାହାନ୍ତି। ଆଉ କାମ ମୋରି ବାପା ବା ମୋରି ବାପା ବା ତାରି ବାପା ବା ତାରି ଆଉ ଆଉ ତମ ଡାଡିଙ୍କର ଖାଇସାରେ ତାପରେ ଆଉ ଏଇଠି ଚାଲିଛି ଦହିବରା ଖିଆ ଆମେ ଆଜି ଖାଇଦେବୁ ତା ଡାଡିଙ୍କ ପାଇଁ ରଖିଦେବୁ ତା ଡାଡି ଆସିଲେ ଖାଇବେ। ଆଉ ଦେଖୁଛନ୍ତି ତ କେତେ ଜୋର ଆଜି ଖରା ମାରୁଛି। ସକାଳୁ କିନ୍ତୁ ଅସରାଏ ମେଘ ହେଇଗଲାଣି। ଆମର ସକାଳୁ ବହୁତ କାମ। ଆଉ ଏପଟେ ଏଠି ସବୁ ପରିବା ଷ୍ଟାଣ୍ଡ ଏଠି ରଖିଥିଲି। ମୂଷା କାଲି ସବୁ ଆଳୁ ବୋହି ନେଇଯାଇଛନ୍ତି। ଆଉ ମୁଁ ସେପଟେ ସବୁ ବାଗିଆ ବାଗି କରିକି ରଖିଛି। ଦେଖାଯାଉ ସେପଟର ନଉଛନ୍ତି ନା ନାହିଁ। ଆକ୍ଚୁଆଲି ଏପଟେ କବାଟ ନାହିଁ ବୋଲି ରଖେନି। କି କେତେବେଳେ ମୁଁ ବାହାରକୁ ପଳେଇଲେ କାଳେ ନେଇଯିବେ। ଏରା ସବୁ ସଫାସୁତୁରା କରିକି ଅଳିଆ ଫଳିଆ ହେଇଥିଲା ଘର ସବୁ ନିଟ୍ ଆଣ୍ଡ କ୍ଲିନ୍ କରିକି ଏପଟେ ଆଣିକି ପରିବା ଡାଲା ରଖିଛି। କାନ୍ଥ ବାନ୍ଧ ସବୁ ଯେହେତୁ ଚୁଲି ଆମର ରୋଷେଇ ହେଉଛି କଳା ହେଇଯାଉଛି ସଫା କରିବାକୁ ପଡୁଛି ସପ୍ତାହକେ ଥରେ। ଆଉ ବେଳେବେଳେ ରାଗ ଥିଲେ ସଫା କରୁନି 2 ସପ୍ତାହ ଏମିତି ସଫା ହେଇଯାଉଛି। ଅସନା ଲାଗିଲେ ଅସନା ଲାଗୁଛି ଯଦି ପୁଣି ସଫା ହେଉଛି। ଆଉ ପଖାଳରେ ଆମର ଆଜି ହେଇଥିଲା ଆଳୁ କଲରା ଭଜା ଖାଇକି ସମସ୍ତେ ପଳେଇଲେ ଆମେ ଖାଇନୁ। ଆମେ ଚାଲୁ ଟିକେ ଦହିବରା ଖାଇ ଦେଇକି ବାକି ଲାଗିଯିବୁ କାମରେ ଆଉ। ମାନେ ଏତେ ଥଣ୍ଡା ପାଗରେ ବର୍ଷା ହେଉଛି କିନ୍ତୁ କିଛି ଥଣ୍ଡା ବୋଲି କିଛି ଫିଲ୍ ହେଉନି। ମାନେ ଏତେ ଗରମ। ଆଉ ଏଠି ସାଙ୍ଗମାନେ ଯେଉଁ ଖାଇ ପିଇକି ଦହିବରା ତାପରେ ଗାଈ ଗୋରୁ ମୁହାଁ କରି ମଜାମଜି ସାରିକି ସକାଳର ସବୁ ଆଉ ମୁଁ ଏଠି ବସିକି ଶାଗ ଭାଜୁଛି। ଶାଗ ଟିକେ ଭାଜିକି ପଖାଳଟା ଟିକେ ଖିଆ ହେବ ଆଉ ଟିକେ ଖିଆ ହେବ। ଦହିବରା ଖାଇଲେ ତ ଜମା ବି ଭୋକ ହୁଏନି। ଆଉ ଏପଟେ ଦେଖୁନାହାନ୍ତି ମେଘ କେମିତି ଆସିଲାଣି ଜୋରେ। ମୁଁ ଛାତରେ ସବୁ ପକେଇକି ଶୁଖୁଛି। ଆଉ ଖରା ଦଉଛି ଜୋରେ ପୁଣି ମେଘ କରି ଅନ୍ଧାର ହେଉଛି। ଆଉ ଯେହେତୁ ଆମ ବାରି ଶାଗ ଭାରି ସୁଆଦିଆ ଆଜି ମୁଁ ବିନା ପିଆଜରେ ଭାଜିଛି। ନଡ଼ିଆ ପକେଇ ଭାଜିଲେ ଆହୁରି ସୁଆଦିଆ, ମୁଗ ପକେଇ ଭାଜିଲେ ଆହୁରି ସୁଆଦିଆ, ପିଆଜ ପକେଇ ଭାଜିଲେ ବି ଆହୁରି ସୁଆଦିଆ। ସିଝିଯିବ ଆଉ ଘର ତ ଏମିତି ଦେଖିଥିଲେ ମୂଷା ଆମର ସବୁ ଚୋରି କରି ନେଇଯାଇଛନ୍ତି ଆଳୁ। ଛୋଟ ଛୋଟ ଆଳୁ ସେପଟେ ରଖିଥିଲି ବୋଲି ଆଉ ବାଧ୍ୟ ହେଇକି ଏପଟକୁ ନେଇ ଆସିଛି। ସେପଟେ ଆଳୁ ରଖିବି ପରିବା ଏପଟେ ରଖିବି। ଦେଖାଯାଉ କ'ଣ ହେଉଛି। କୁଡ଼ିଆ ଆମର ଛୋଟ କୁଡ଼ିଆ ଆଉ ଯେମିତି ଯାହା ହଉ ଯେତିକି ଜାଗା ଅଛି ଆମେ ସେତିକିରେ ଇଏ କରି ଚଳୁଛୁ। ଆଉ କ'ଣ କରିବା। ହଉ ମୁଁ ରୋଷେଇ କଲେ ଦ୍ୱିପହରେ କ'ଣ ରୋଷେଇ କରିବି ଜାଣିନି। ଟିକେ ଲେଟ୍ରେ କିନ୍ତୁ ରୋଷେଇ କରିବି ଏକାଥରେ। ଯେହେତୁ ସମସ୍ତେ ଏଇନା ଖାଇବୁ ପଖାଳ ଖାଇକି ଯାଇ ହେଇଥିବି ଏକାଥରେ ରୋଷେଇ କରି ମେଘ ତ ଏମିତି ହେଉଛି ଆଉ ଟିକେ ରୋଷେଇ କରି ଏକାଥରେ ଦ୍ୱିପହରେ ଖାଇବା ଗରମ ଗରମ। ହଉ କ୍ୟୁଟ୍ ଲିସିନି ଟିକେ କ'ଣ ବନଉଛ? ଆଉ ମେଘ ତ ଦେଖନ୍ତୁ କେତେ ଜୋର ଆସିଲାଣି। ପୁରା ଅନ୍ଧାର କରି ଛେଚି ଦେଉଛି ପୁରା ଏକାଥରେ। ଲୁଗାପଟା ପ୍ରାୟ ଶୁଖିଗଲାଣି। ସେଇ ବୟରେ ଛାତକୁ ଆସିଲି ହେରି କାରଣ ବର୍ଷା ଆସିଲେ ଏକାଥରେ ନନଷ୍ଟପ୍ ଛେଚୁଛି। ଆଉ ଏପଟେ ରାଣୀ ମା ମୋର ମୂର୍ତ୍ତି ଗଢ଼ୁଛି। ଭଗବାନ ତାକୁ ଗୋଟେ ଏମିତି କଳା ଦେଇଛନ୍ତି ମୂର୍ତ୍ତି ଗଢ଼ିଦେବ ଚିତ୍ର ଆଙ୍କିଦେବ ନା। ଆଉ ଏଇଠି ତ ଦେଖୁଛନ୍ତି ଆମର ସବୁ ଛୋଟ ବଗିଚା। ଏଇ ଲିସିନ୍ ଲଗେଇଛି ଗଛ। ଲିସିନ୍ ତ ଆଜି ଗଛ ଆମର ଯେହେତୁ ପ୍ଲେସ୍ ନାହିଁ ତଳେ ଲଗେଇବା ପାଇଁକା ଆଉ କ'ଣ କରାଯିବ। ଫୁଲ ଗଛ ଆସିକି ଛାତରେ କୋଉଠୁ ଡାଡି ନିଜେ ତିଆରି କରିଛନ୍ତି ସେ ସିମେଣ୍ଟରେ। ଆଉ ଏପଟେ ହେଉଛି ଆମ ବାରିର ଦୃଶ୍ୟ।
ଯେହେତୁ ପାଣି ସବୁ ଜମାଟ ବାନ୍ଧି ଦେଉଛି, ଏପଟେ ସବୁ ଗଛ ଲାଗିଛି ଅଲରେଡ଼ି, ଏଡ଼େ ଏଡ଼େ ଗଛ, ସଜନା ଗଛ ଆଉ ଗୁଆ ଗଛ, ତଳେ ସେଠି କଲର ଗଛ, ଆଉ ତ ସ୍ପେସ୍ ନାହିଁ, ସେଥିପାଇଁ ଛାତରେ। ଆଉ ଦେଖୁନାହାନ୍ତି, ମୁଁ କହୁନଥିଲି କାରିଗର ମୋ ଝିଅ ସେଠି ଗୋଟେ ବଳୁଟା ତିଆରି କରିଛି। ଯେହେତୁ ଗଜାନନଙ୍କର ପୂଜା ସେପ୍ଟେମ୍ବର ମାସରେ ଆସୁଛି ହେରି, ଏଠି ବନେଇ ଦେଇଛି ଦେଖୁନ, ମାଳ କରି ଆଖି କରିନେଇ ବୋଧେ, ଓହୋ କଲରରେ ଆଖି ତିଆରି କରିବ। ଆଉ ଏଇ ଦେଖୁନ ଆମ ଛୋଟ ଗାର୍ଡେନ। ଲିସିନ ଚାଲ ଭାତ ଖାଇବା। ଆ ଥୋଇକି ଆସେ, ତୋଳି ଦେଇକି ଯିବା, ମେଘ ଆସିଲାଣି, ଏଇଟା କାଚିବ, ଥଣ୍ଡା ଲାଗୁଛି କୁଆଡେ ମେଘ ହଉଛି। ଆମେ ଚାଲିଲୁ ତଳ। ହଁ ଡାଡି ବା। ହ୍ୟାଲୋ ଗାଇସ୍, ଦେଖନ୍ତୁ ସକାଳେ ଆମର ଭାତ ରନ୍ଧା ହେଇନଥିଲା, ମୁଁ କହୁଥିଲି ଲେଟ୍ ରାନ୍ଧିବି। ଆଉ ଭାତ ଏଠି ରୋଷେଇ ସରିଛି, ବାମ୍ଫ ପୁରା ବାପରେ। ତାପରେ ଶାଗ ତ ସେତେବେଳେ ଭାଜୁଥିଲି, ସକାଳ ଆଳୁ କଲରା ଭଜା ଯାଇଥିଲା, ଭାଇ ଖାଇନାହାନ୍ତି। ଆଉ ଏବେ ଆମର ଡାଲି ସରିଯାଇଛି। ଆଉ କ'ଣ ପୋଟଳ ତରକାରୀ କରିବି ବୋଲି ପୋଟଳ ଆଳୁକୁ ଭାଜୁଛି। ସଣ୍ଡେରେ ଆଜି କ'ଣ ନା ଗୋଟେ ଟାଇମ୍ ଆଇଁଷ ହବ ଖିଆ, କାହିଁକିନା ଦେହ ସମସ୍ତଙ୍କର ଟିକେ ଖରାପ ଅଛି ଆଇଁଷ ପାଇଁକା, ଖାଉନୁ ଟିକେ। ଆଉ ରାତିରେ ମୋର ବୋଉ ଆସିଲେ ଏକାଥରକେ ହବ। ମୁଁ ପୋଟଳ ପରିବା ପାଚି ଯାଉ ସବୁ ଯାକ, ସେଥିପାଇଁ ଭଜାଭଜି କରିକି ଖିଆ ହେଉଛି, ଆଉ ତରକାରୀ ପତ୍ର ହେଇଯାଉଛି। ଆଉ ଦ୍ୱିପହର ଚାଲିଛି, ଆଉ ରାତିରେ ବୋଉ ଆସିଲେ ଭାତ ହବ, ଆଉ କ'ଣ ପରିବା ଆସିବ। ଲିସିନ ଡାଡି ଯାଇଛନ୍ତି ବିଲକୁ, ଯେହେତୁ ଆମର କଫି କାମ ବହୁତ ଅଛି, କଫି କାମ ସାରିକି ଆସିବେ। ଆଉ ଦେଖନ୍ତୁ ବର୍ଷା ପାଗରେ ଏତେ ଝାଳ, କ'ଣ କରିବା, ବର୍ଷା ମୋ କାମ ଚାଲିଛି, ତା ସହିତ ମଜା ବି ଚାଲିଛି, ମଜା ମଜା। ତାହେଲେ ସାଙ୍ଗମାନେ ମେଘ ପୁରା ଅନ୍ଧାର କରିକି ଆସିଲାନି, ମୁଁ ଭାବୁଛି ଗାଳିବ। ଆଉ ମୋ ତ ରୋଷେଇବାସ ସରିଗଲା, କଳା ଜିନିଷ ସବୁ ମଜା ମଜା ସରିଗଲା। ଆମର ପୋଟଳ ତରକାରୀ ରେଡ଼ି, ଆଉ ଡାଲି ରେଡ଼ି ଏଠି, ଆଉ ଭଜା ଅଛି, କ୍ଷୀର ସିଝିଆ ଚାଲିଛି, କ୍ଷୀର ତାର ଫୁଟୁଛି। ଆଉ ମୋ କାମ ତ ସରିବନି, କାହିଁକିନା ଲିସିନ ଡାଡି ଆସିଲେ ତାକୁ ଲେମ୍ପଣା କରିକି ଦେଲି, ସିଏ ଗାଧେଇଲେ ତାଙ୍କ ଲୁଗାପଟା ସଫା କଲି, ଲିସିନ ଗାଧେଇଲେ ତାଙ୍କ ଲୁଗାପଟା ସଫା କଲି। ଆଉ ଏମିତି ତ ମୋ କାମ ଚାଲିଛି। ମାନେ ଦିନ ଆସିକି 1:30 2ଟା ହେଲାଣି, କିନ୍ତୁ ମୋ କାମ ସରିବାର ନାହିଁ। ଆଉ ଏଠି ମେଘ ଆସିଲାଣି, ସଫାସୁତୁରା କରୁଛି, ବାକି ଯାହା ସକାଳ ସଫା ହେଇଥିଲା ଶୁଖିଯାଇଛି। ଏତକ ଶୁଖିଗଲେ ଧାଡ଼ିରେ ପଡ଼ିଛି, ପୁରା ଅଖା ଥୁଆଇଛି ବୋଲି ଜଣାପଡ଼ୁନି। ବାପ ଝିଅଙ୍କର ତ ଖାଲି ଗାଧେଇଲେ ସେ ନିଜର କେବେ ସଫା କରିବେନି, ମୁଁ ଅଛି ନା, ସେଥିପାଇଁ। ଆଉ ଚାଲ ଟିକେ ଖାଇ ପିଇ ଦେଇକି ଆରାମ ନେବା ଘଣ୍ଟେ ଅଧଘଣ୍ଟା ପାଇଁକା, ତାପରେ କାମ ଷ୍ଟାର୍ଟ ହେଇଯିବ। ଗାଈ ପିଇବେ, ଗୁହାଳ ସଫା ହବ, ପୁଣି ଖାଇଥିବା ଜିନିଷ ମଜା ହବ, ପାଣି ଟାଇମ୍ ହେଇଯିବ, ପାଣି ଆସିଲେ ପାଣି ରହିବ ପିଇବା ପାଇଁ, ଘର ପାଇଁ, ରୋଷେଇବାସ ପାଇଁ। ରାତି ପାଇଁକା ଯେହେତୁ ମୁଁ ଭାତ ରାନ୍ଧିଦେଇଛି, ଖାଲି କ'ଣ ଗୋଟେ ତରକାରୀ ଟିକେ ହବ, ଆଇଁଷ ଟିକେ ଆଶାରେ ସେଥିପାଇଁକା ଟିକେ ଅଛି, କାହିଁକିନା 2 ଟାଇମ୍ ଆଇଁଷ ଖାଇବା ପାଇଁକା ବାବୁ ଗେରେ ଗେରେ। ହଉ ଚାଲ ଟିକେ ଖିଆପିଆ କରିଦେବା, ଯିବା ଶୋଇପଡ଼ିବା, ଟିକେ କାମ କରିବା ଆଉ।